ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ପ୍ରାଚୀନ ଶୈବପୀଠ ଶ୍ରୀ ଶ୍ରୀ ପଶ୍ଚିମେଶ୍ୱର ମହାଦେବଙ୍କ ଚନ୍ଦନଯାତ୍ରା ମହା ସମାରୋହରେ ପାଳିତ ହୋଇଯାଉଛି। ଏହି ପଶ୍ଚିମେଶ୍ୱର ପୀଠଟି ବଣିତ ଗ୍ରାମ ପଞ୍ଚାୟତର ବଣିତ ଗ୍ରାମଠାରେ ଅବସ୍ଥିତ। ଏହା ସର୍ବପ୍ରାଚୀନ ହୋଇଥିବାରୁ ଏଠାରେ 12 ମାସରେ 13 ପର୍ବ ପାଳନ କରାଯାଇଥାଏ। ସେଥିମଧ୍ୟରୁ ଚନ୍ଦନ ଯାତ୍ରା ଅନ୍ୟତମ। ପ୍ରଭୁ ଶ୍ରୀ ପଶ୍ଚିମେଶ୍ୱରଙ୍କ ଚଳନ୍ତି ପ୍ରତିମା ହରଗୌରୀ ମନ୍ଦିରରୁ ବାହାରି ଚାପ ଖେଳିବାକୁ ଯାଇଥାନ୍ତି ଏବଂ ପୁଷ୍କରିଣୀରେ ଚାପ ଖେଳ ଅତ୍ୟନ୍ତ ମନମୁଗ୍ଧକର। ଏଥିପାଇଁ ଗ୍ରାମବାସୀ ଓ ପ୍ରଶାସନ ତରଫରୁ ବିଭିନ୍ନ ପ୍ରକାର ଆତସବାଜିର ଆୟୋଜନ କରାଯାଇଥିଲା। ଏହି ଆତସବାଜି ଶବ୍ଦରେ ଗଗନ ପବନ ପ୍ରକମ୍ପିତ ହେଉଥିଲା। ପ୍ରଭୁ ଶ୍ରୀ ହରଗୌରୀ ଚାପ ଖେଳ ଅତ୍ୟନ୍ତ ମନମୁଗ୍ଧକର। ତାଙ୍କର ଥିବା ଚନ୍ଦନ ପୁଷ୍କରିଣୀରେ ହରଗୌରୀ ସୁସଜ୍ଜିତ ଡଙ୍ଗାରେ ବସି ପୁଷ୍କରିଣୀରେ ଚନ୍ଦନ ଯାତ୍ରା କରିଥାନ୍ତି ଏବଂ ଏହି ଚାପ ଅତ୍ୟନ୍ତ ମନମୁଗ୍ଧକର ଥିଲା, ଯାହା ଦେଖି ଭକ୍ତ ଓ ଭଗବାନଙ୍କ ହୃଦୟ ଏକାକାର ହୋଇଯାଇଥାଏ। ପ୍ରଭୁ ଶ୍ରୀ ଶ୍ରୀ ହରଗୌରୀ ମନ୍ଦିର ଫେରନ୍ତି ବାଟରେ ମା କାଳିକା ତାଙ୍କୁ ବାଟ ଓଗାଳି ତାଣ୍ଡବ ନୃତ୍ୟ କରୁଥିବା ଦୃଶ୍ୟ ଅତ୍ୟନ୍ତ ମନମୁଗ୍ଧକର। ଏହି ଦୃଶ୍ୟକୁ ଦେଖିବା ପାଇଁ ଆବାଳ ବୃଦ୍ଧ ବନିତା ଭକ୍ତଙ୍କ ସମାବେଶ ହୋଇଥାଏ, ଯାହା ଆଜି ଦେଖି ଲୋକ ଆନନ୍ଦିତ ହୋଇଥିଲେ। ବ୍ୟୁରୋ ରିପୋର୍ଟ ନ୍ୟୁଜ୍ ପ୍ଲସ୍ ଓଡ଼ିଆ। ଧନ୍ୟ ହୋଇଗଲେ ଆପଣ